ଏଇ ଯୋଉ ବୃଦ୍ଧାଶ୍ରମ ରେ 12ଟା ଫ୍ୟାନ୍ ଲଗେଇ ପୁଅ ବୋଉ ଦି ଜଣ ପରସ୍ପର को ଚାହୁଁଛନ୍ତି କହିଲେ ମା ତ 3 ଦିନ ମରିବ ଫ୍ୟାନ୍ ଲଗେଇ କଣ ପବନ ନବ କିଏ ମା ମରିଗଲା ପରେ ଅନ୍ୟ ଜଣେ ପାଇବ ନା ସେ ପାଇବ କଣ ବୁଝଛ ତ ସେଠୁ ବର୍ତ୍ତମାନ ମା ମା ପଚାରି ମା କଥା କହିସାରିଲା ପରେ କଣ କରିବେ କଥା ନେକଲା ତଥାପି 12ଟା ଫ୍ୟାନ୍ କମ ପଇସା କି କାହିଁ ବେକାର ଖର୍ଚ୍ଚ करे ମା ତ ମରିଯିବ ତଥାପି ପୁଅ ସହିପାରେନି ପଚାରିଲା ପୁଅ ବୋଉ ଦି ଜଣ ପଚାରିଲେ କହିଲେ ମା ତୁ ତ ଆଉ 2 ଦିନ ପରେ ମରିବୁ ଚାଲିଯିବୁ ବୋଲି ଡାକ୍ତର କହୁଛି ଆଉ ଏ ଫ୍ୟାନ୍ କାହିଁକି ଲଗେଇବା ମା ଯାହା କହିଲା ସେ କଥା ଟିକେ ମନେ ରଖିବା ଦରକାର ମା କଣ କହିଲା ଜାଣିଛନ୍ତି ନା ବାବୁରେ ମୁଁ ତ 2 ଦିନ ପରେ ମରିବି ଏଟା ନିଶ୍ଚିତ କିନ୍ତୁ ଗୋଟେ କଥା ମନେ ରଖିଥା ମୁଁ ଚାଲିଗଲି ତ ଚାଲିଯିବି କିନ୍ତୁ ତୋ ବୟସ ତୋ ପୁଅର ବୟସ ବର୍ତ୍ତମାନ ଆସିକି 25-30 ବର୍ଷ ହେଲାଣି ଆଉ ତୁ ତ ବର୍ତ୍ତମାନ ବୁଢା ବୁଢୀ ଅବସ୍ଥାକୁ ଆସିଲଣି ତୋ ପୁଅ ଦିନେ ବୃଦ୍ଧାଶ୍ରମ ତତେ ଛାଡିବ ନା ନାହିଁ ମୁଁ ତ ବିଞ୍ଚଣାରେ ବିଞ୍ଚିକି ଚଳିଗଲି କାରଣ ମୋର ପୁରୁଣା କାଳିଆ ଲୋକ ବିଞ୍ଚଣାରେ ଚଳିଗଲି କିନ୍ତୁ ତୁ ତ ବିନା ଫ୍ୟାନ୍ରେ ଚଳିପାରିବୁନି ସେଇଥିପାଇଁ କହୁଛି ମୁଁ ମୋ ପାଇଁ କହୁନି 20ଟା ଫ୍ୟାନ୍ 12ଟା ଫ୍ୟାନ୍ ଲଗେଇଦେଲେ ତୋ ପୁଅ ଯେତେବେଳେ ତତେ ଛାଡିବ ଫ୍ୟାନ୍ଟା ଲାଗିଥିଲେ ତୁ ଟିକେ ଭଲ ରହିବ କଣ ବୁଝୁଛନ୍ତି ଏମାନଙ୍କୁ ଯଦି ପୁତ୍ର କନ୍ୟା କହିବେ ଆଉ କଣ ଶତ୍ରୁ କୋଉଠି ଖୋଜିବେ ଯାଇ ନନ୍ଦନକାନନ